ମୁଁ ନୀଳଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବରେ ସିପିଆଇଏମ୍ ଦଳ ତରଫରୁ ନାମାଙ୍କନ ପତ୍ର ଆଜି ଦାଖଲ କରିଛି ଏବଂ ସମସ୍ତଙ୍କୁ ଆହ୍ୱାନ କରୁଛି ନୀଳଗିରିର ବିକାଶ ପାଇଁ, ନୀଳଗିରିର ପରିବର୍ତ୍ତନ ପାଇଁ ଯେଉଁମାନେ ଦଳବଦଳ କରୁଛନ୍ତି, ଯେଉଁମାନେ ଲୋକଙ୍କ ପାଇଁ ଦଳବଦଳ ନ କରି ନିଜ ସ୍ୱାର୍ଥ ପାଇଁ ଦଳବଦଳ କରୁଛନ୍ତି, ଦୋହାଇ ଦେଉଛନ୍ତି ଲୋକଙ୍କ ପାଇଁ ଆମେ ଦଳବଦଳ କରୁଛେ, ଏ ବାର୍ତ୍ତାଟା ଲୋକଙ୍କ ପାଖରେ ଆମେ ପହଞ୍ଚାଇବା। ନୀଳଗିରି ଗୋଟେ ଏମିତି ଅଞ୍ଚଳ, ନୀଳଗିରି ଗଡ଼ଜାତ ଅଞ୍ଚଳ ଥିଲା। ଏଠି ରଜା ବିରୁଦ୍ଧରେ ଯେଉଁ ଲଢ଼େଇ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଏଠି ନେତୃତ୍ୱ ନେଇ କରିଛି, ରଜାର ଅତ୍ୟାଚାର ବିରୁଦ୍ଧରେ ନାଲି ପତାକା ଧରିକି ସେମାନେ ଆନ୍ଦୋଳନ କରିଛନ୍ତି। ସେହି ମହାନ ପାର୍ଟିର ନୀତି ଆଦର୍ଶର ଅନୁପ୍ରାଣିତ ହେଇକି ମୁଁ ପ୍ରାର୍ଥୀ ହେଇଛି। ମୋର ମୁଖ୍ୟ ମୁଦ୍ଦା ରହିଲା ନୀଳଗିରିର ବିସ୍ତୀର୍ଣ୍ଣ ପାହାଡ଼ ଅଛି, ଯେମିତି ସମୁଦ୍ର ଉପରେ ନିର୍ଭର କରି ସମୁଦ୍ର ପାଖ ଲୋକ ବଞ୍ଚନ୍ତି, ନୀଳଗିରିର ବିସ୍ତୀର୍ଣ୍ଣ ପାହାଡ଼ ଅଛି। ତା ପାଖରେ ଯେ ବସବାସ କରୁଛନ୍ତି ତାଙ୍କର ତା ଭିତରେ ଅଧିକାର ନାହିଁ। ଏଇଟା ଅଭୟାରଣ୍ୟ ନାଁରେ ବନ୍ଦ ହେଇଛି। ଖଣି ଖାଦନ ଅନେକ ଥିଲା, ଖଣି ଖାଦନ ସବୁ ବନ୍ଦ ହେଇଛି। ଏଠିକାର ଯେଉଁ ଆଦିବାସୀ ମାନେ ପାହାଡ଼ ପାଖରେ ଅଛନ୍ତି, କାରଣ ନୀଳଗିରି ଗୋଟେ ଆଦିବାସୀ ଅଧିଷ୍ଠିତ ବ୍ଲକ, ITTA ବ୍ଲକ, ଗାନ୍ଧୀ ବ୍ଲକ, କିନ୍ତୁ ଆଦିବାସୀ ଆଜି ମଜୁରୀ ପାଉନି, ବାହାରକୁ ଦାଦନ ଖଟିତେ ଯାଉଛି, ଭେଣ୍ଡିଆ ଟୁକା ବୁଢ଼ା ହେଇକି ଫେରୁଛନ୍ତି, ରୋଗାଗ୍ରସ୍ତ ହେଇକି ମରୁଛନ୍ତି। ଏ କଥା ଉପରେ କେଉଁ ନେତାଙ୍କର ନିଘା ନାହିଁ। ତେଣୁ ଆମେ ଦାବି କରୁଛେ, ଆମେ ଯଦି ଏଠି ଜିତିଲୁ, ଖଣି ଖାଦାନ ଏଠି ଖୋଲା କରିବୁ। ଏଥିପାଇଁ ଯେଉଁ ଲଢ଼େଇ ଆବଶ୍ୟକ, ଆମେ ସେ ଲଢ଼େଇ ଜାରି ରଖିବୁ। ଗଣତନ୍ତ୍ର ବିଧି ବ୍ୟବସ୍ଥାରେ ହେଭିୱେଟ୍ ବୋଲି କିଛି ନାହିଁ। ଯେଉଁମାନେ ଦଳବଦଳ କରୁଛନ୍ତି, ପ୍ରଚୁର ପଇସା ରଖୁଛନ୍ତି, ତାଙ୍କୁ ଆପଣ ହେଭିୱେଟ୍ରେ ଗଣୁଛନ୍ତି। କିନ୍ତୁ ଆପଣ କୁହନ୍ତୁ, ଏ ଦେଶର ବହୁ ନାଗରିକ ଅଛନ୍ତି, ବାଜି ରାଉତ କ'ଣ ହେଭିୱେଟ୍ରେ ସେତେବେଳେ ଥିଲା କି? ତାକୁ ଆଜି ସମସ୍ତେ ମନେ ରଖିଛନ୍ତି। କିନ୍ତୁ ନୀଳଗିରିର ଯାହା ଇତିହାସ, ଲଢ଼େଇର ଇତିହାସ, ସେଇ ଲଢ଼େଇର ଇତିହାସରେ ଆମେ ବି ସାମିଲ ହେଇଛେ। ନୀଳଗିରିର ଯେତେବେଳେ ମରୁଡ଼ି କଥା, ଯେତେବେଳେ ଦରଦାମ ବୃଦ୍ଧି କଥା, ଯେତେବେଳେ ଧାନର ଅଭାବୀ ବିକ୍ରି କଥା, ନୀଳଗିରିର ପ୍ରତ୍ୟେକଟି ସମସ୍ୟା ଭିତରେ ଆମେ ବାହାରିଛେ। ଆମେ ରାଜରାସ୍ତାରେ ଓହ୍ଲେଇଛୁ, ଲୋକଙ୍କୁ ସଂଗଠିତ କରିଛୁ, ପ୍ରତିବାଦ କରିଛୁ। ସିପିଆଇ ନୀଳଗିରିରେ ତିଆରି ହେଲା ପାଖରୁ କେହିବେଳେ ମେଣ୍ଟ କରିକି ଭୋଟ ଦେବା ଏ ବ୍ୟବସ୍ଥା ନାହିଁ। ପ୍ରଦୀପ୍ତ ପଣ୍ଡା ପ୍ରାର୍ଥୀ ହେଇଥିଲେ, ନିଜେ ବନମାଳୀ ଦାସ, ସେ ତ ସିଂହ ଚିହ୍ନ ଛିଡ଼ା ହେଇକି 3044 ଭୋଟ କାଟିଥିଲେ। ଆପଣ ଯେଉଁ ହିସାବ କରି ଦେଖୁଛନ୍ତି ମେଣ୍ଟ ହେଇକି ଥିଲା, ଖାଲି ଉପର ଠାଉରିଆ ମେଣ୍ଟ, ସେ ସବୁଦିନେ ସିପିଏମ୍ ବିରୁଦ୍ଧରେ ହିଁ ପ୍ରଚାର କରନ୍ତି, ସିପିଏମ୍କୁ ହରାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରନ୍ତି। ନୀଳଗିରି ପାଇଁ, ଲୋକଙ୍କ ସମସ୍ୟା ପାଇଁ, ଲୋକଙ୍କ ଅଧିକାର ପାଇଁ, ଲୋକଙ୍କର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ଲୋକଙ୍କର ଅଧିକାର ଜାରି ରଖିବା ପାଇଁ ଆମର ଏ ଅଧିକାର ରହିବ, ଆମର ଏ ଦାବି ରହିବ। ଆମେ ଦାବି କରୁଛେ, ଲୋକଙ୍କ ସମସ୍ୟା ପାଇଁ ଲଢ଼ିବୁ, ଲୋକଙ୍କ ସହିତ ରହିବୁ। ଆଉ ନୀଳଗିରିର ସ୍ୱାଭିମାନକୁ କେବେ ନଷ୍ଟ କରିବୁନି, ଆଉ କେବେ ଦଳବଦଳ କରିବୁନି, କୁକୁଡ଼ା ଛେଳି ଭଳିଆ ବିକ୍ରି ବି ହେବୁନି। ଲୋକମାନେ କେତେ ସମର୍ଥନ ଦେବେ? ଲୋକ ସମର୍ଥନ ଦେବେ ନ ଦେବେ ଲୋକଙ୍କ ଉପରେ ନିର୍ଭର କରେ। ଆମେ ଲୋକଙ୍କ ପାଖରେ ଆମ ଆଦର୍ଶ, ଆମ ନୀତି, ଆମ କାର୍ଯ୍ୟକ୍ରମ ଉପସ୍ଥାପନ କରିବୁ। ଯେମିତି ଜଜ୍ ପାଖରେ ଆର୍ଗୁମେଣ୍ଟ ହୁଏ, ଜଜମେଣ୍ଟଟା ଜଜ୍ କରନ୍ତି, ଉକିଲ ଜଜମେଣ୍ଟ କରନ୍ତିନି। ଜଜମେଣ୍ଟ ଜନସାଧାରଣଙ୍କର, ଜନସାଧାରଣ ଯାହା ରାୟ ଦେବେ ଆମେ ତାକୁ ମାନି ନେବା। नहीं सीपीआईएम आज तार प्रार्थीपत्र दाखल कला। मुझे जहाँ बुझुली यहाँ हूँ प्रथम प्रार्थीपत्र। नुआ मुद्दा नुह, बर्तमान देशर गोटे नीतिभित्तिक राजनीति नहले देशर जो मौलिक समस्या परिवर्तन हम ना, जो कि आम मैंने सीपीआईएम करुच्ची एवं से बाबद आमर ये गोटे ट्रेडिशनल सीट, ये आम बहुत बार जीतीचु। आम सम्मानजनक भाव लड़ई करें आम आगे करूँ। आम प्रार्थी होती जोगानंद दास, गला थर भी से प्रार्थी थे। बहुत समस्या रही। सबुठ बड़ समस्या होटिकार खनि खादान बंद होटिकार बाली चोर बिक्री हो, लोक जो बिक्री हो एगुड़िक कर मुद्दा रे लोकंर आवश्यकता जो रही जाजपुर आसब चिप्स आसो कम लगे, एटिकार चिप्स कहीं कम लगे। एटिकार सब बड़ कथा हूँ आदिवासी लोक मान पाखे से केंद्र सरकार कहतु, राज्य सरकार कहतु, जो मैंने पक्का घर योजना कथा कर घरटीए रहा अति दरकार। ये बहुत व्यापक भाव में नीलगिरी सब डिविजन भितर आदिवासी लोकंर, पछुआ वर्ग लोक, हरिजन लोक मानकर घरटीए ना, घरटीए जंगल भितर रही। जंगल आईन भी जदि है भी आज सरकारी कलर अनियमितता जो सेगुड़िक ना जो मैंने वर्ष वर्ष धरिक रही पट्टा हो पारनी। ये लड़ई रही। सबुठ बड़ कथा हूँ दादनटा बर्तमान सबुठ बेसी
ଆପଣ ଗାଁ ଗଣ୍ଡା ଭିତରକୁ ଯିବେ ଯେହେତୁ ଏଠି ଲୋକାଲି ଯେଉଁଟା ଆପଣ ସମସ୍ତେ ଜାଣିଛନ୍ତି ଖାଦାନରେ ପ୍ରାୟ 15,000 ଲୋକ ଏଠି କାମ କରୁଥିଲେ। ବର୍ତ୍ତମାନ ସେ ଖାଦାନ ଗୁଡ଼ିକ ପୁରାପୁରି ଭାବରେ ବନ୍ଦ ହୋଇଯିବା ଫଳରେ ଏ ଲୋକମାନେ ବାହାରକୁ ଦାଦାନ କରିବାକୁ ଯାଉଛନ୍ତି। ଏବଂ ଆପଣ ସମସ୍ତେ ଜାଣିଛନ୍ତି ଗଲା କରୋନା ପିରିୟଡ଼ର ଓଡ଼ିଶାର କେତେ ଦାଦାନ ଶ୍ରମିକ ବାହାରୁ ଆସିଛନ୍ତି ବୋଧେ ଆମେ ଜାଣିନଥିଲୁ ଏତେ ଲୋକ ବାହାରକୁ ଯାଉଛନ୍ତି ବୋଲି। ଆମେ ସରକାରଙ୍କୁ ବାର ବାର କହୁଛୁ ଯେ ତୁମେ କେତେ ଓଡ଼ିଶାର ଲୋକ ବାହାରେ ଦାଦାନ ଖଟୁଛନ୍ତି ସେ ସମ୍ପର୍କରେ ତାକୁ ଗୋଟେ ଗଣନା କର ଏବଂ ସେ ଅନୁସାରେ ପ୍ରୋଗ୍ରାମ କର। ଆଗାମୀ ଦିନରେ ଓଡ଼ିଶା ତମର ଏଇ ସଂଗ୍ରାମୀ ହେବ। ଆମ ଓଡ଼ିଆ ପିଲା ବାହାରକୁ କାହିଁକି ଯିବେ? ଓଡ଼ିଶା ହେଉଛି ସବୁଠୁ ଭାରତବର୍ଷର ଖଣିଜ ସମ୍ପଦାର ଇଏ ହେଉଛି ସ୍ୱର୍ଣ୍ଣଗର୍ଭା ଓଡ଼ିଶା। ଏଠି ଯାହା ଦିଆଯାଉଛି କେବଳ ବଡ଼ ବଡ଼ ପୁଞ୍ଜିପତିମାନଙ୍କୁ ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଇଏକୁ ନେଉଛନ୍ତି, ଅଳ୍ପ ଦାମରେ ଦେଉଛନ୍ତି, ବହୁମୂଲ୍ୟ ଧାତୁକୁ ଅଳ୍ପ ଦାମରେ ଦେଉଛନ୍ତି ଏବଂ ସେମାନଙ୍କ ପଇସା ବଢ଼ୁଛି। ଏବଂ ଆପଣମାନେ ଜାଣିବେ ଯେ ଦେଶର ସଂଗ୍ରାମଟା ଏଇ ଅବସ୍ଥାରେ ହେବ ଗୋଟେ 1% ଲୋକଙ୍କ ହାତରେ 1% ଧନୀ ଲୋକଙ୍କ ହାତରେ ଦେଶର ସମ୍ପତ୍ତିର 40% ରହୁଛି ଏବଂ 40% ତଳ ଲୋକଙ୍କ ଭିତରେ 3% ରହୁଛି। ଇଏ ହେଉଛି ଲଢ଼େଇ। ଏ ଲଢ଼େଇ ଗୋଟେ ଦିନ ରହୁନି, ଗୋଟେ ଇଲେକ୍ସନ୍ ରହୁନି। ଏଥିପାଇଁ CPIM ତାର ନିଜର ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଏଇ ଯେଉଁ ବେଆଇନ ଅନକନଷ୍ଟିଟ୍ୟୁସନାଲି ସବସିକ୍ୱେଣ୍ଟଲି ଯେଉଁଟା କହିଲେ ସୁପ୍ରିମକୋର୍ଟ ଯେଉଁ ଇଲେକ୍ସନ୍ ବଣ୍ଡ ସେଥିରେ ଗୋଟେ ନୂଆ ପଇସା ଆମେ ନେଇନାହୁଁ। ଯଦି ବା ଆମର ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ରହିଛି ଆମେ ୟା ବିରୁଦ୍ଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲୁ ଏବଂ ଆମେ ଦେଖିଛୁ ଯେ ବିଜେପି ହେଉଛି ସବୁଠୁ ବଡ଼ ପାର୍ଟି ଯେ 12,000 କୋଟି ଟଙ୍କା ସେମାନେ ନେଇଛନ୍ତି, 12 ଲକ୍ଷ କୋଟି ଟଙ୍କା ନେଇଛନ୍ତି। ଓଡ଼ିଶାର ପାଞ୍ଚ ଦଳ ହିସାବରେ 1,000 କୋଟି ଟଙ୍କା ହେଉଛି। ସେଥିପାଇଁ ଗୋଟେ ଲଢ଼େଇଟା ବର୍ତ୍ତମାନ ଗୋଟେ ଅନଇଭିନ୍ ଲ୍ୟାଣ୍ଡ ଉପରେ ଆମକୁ କରିବାକୁ ପଡ଼ୁଛି। ଗୋଟେ ଜାଗାର ଟଙ୍କାର ପାହାଡ଼ ଏବଂ ଅନ୍ୟପଟରେ ହେଉଛନ୍ତି ସାଧାରଣ ଲୋକଙ୍କର ସ୍ୱାର୍ଥ ପାଇଁ ତାଙ୍କର ଅବଦାନ ଭିତରୁ ଆମକୁ ଲଢ଼ିବାକୁ ପଡ଼ୁଛି। ମୁଁ ତ 7 ଥର ଲଢ଼ିଛି ଏଠି। ମୋର ଫଣ୍ଡିଂ ଥିଲା ହେଉଛି ଲୋକ ସାଧାରଣ ଲୋକ ପଇସା ଦେବେ, ସାଧାରଣ ଲୋକ ଦେବେ, କ୍ରାଉଡ଼ ଫଣ୍ଡିଂ। ଆଜି କ'ଣ ହେଉଛି? ଆଜି ଯେ ନିର୍ବାଚନ ହେଉଛି ଆଉ ସବୁଠୁ ବଡ଼ କଥା ଆପଣମାନେ ସମସ୍ତେ ଯୁବକ ଲୋକ ମୋତେ କୁହନ୍ତୁ ନା କିଏ ଆପଣଙ୍କ ଭିତରେ ତରାଜୁରେ ମାପିପାରିବ ଗୋଟେ ବେଙ୍ଗକୁ? ଖୋଲା ତରାଜୁରେ ମାରିପାରିବେନି। ତାହେଲେ ଲୋକକୁ ଜାଣିବେ କିନ୍ତୁ ଏଥର ମଣିଷ ଯେଉଁମାନେ ଠିଆ ହେଉଛନ୍ତି ଖାଲି ଚିଲାଇ ମାରୁଛନ୍ତି। କେଉଁଠିକି ସେମାନେ ଯିବେ? ଗଲା କାଲି ଯେ ରାବଣ ଯାହାକୁ କହୁଥିଲା ଆଜି ତ ରାମ କହୁଛି, ଯେ ରାମ କହୁଥିଲା ରାବଣ କହୁଛି। ଏ ହ୍ୱାଟ୍ ଡଜ୍ ଇଟ୍ ମିନ୍? ଏଥିରେ ଲୋକଙ୍କର ସମସ୍ୟା କିଛି ଅଛି ନା? ମୁଁ କ୍ଷମତା ଆଜି ରାଜନୀତି ମାନେ ହେଇଯାଇଛି ଯେ ନିର୍ବାଚନ ମାନେ ଜିତିବା ମାନେ ବେଶୀ ଜିତିବା, ଥରେ ଜିତିଲେ ଆଉ ଯିବାନି, ଏଇ ପ୍ରକାର ମସୁଦା କରିବା। ଗଣତନ୍ତ୍ର ତାହା ନୁହେଁ। ଦେଶ ସବୁଦିନ ପାଇଁ ରହିବ ଏବଂ ଆମେ ଯେଉଁ ପଇସା ନେଇନାହୁଁ ଏଇଟା ଦେଖାଉଛି ଯେ ୱି ଆର୍ ରିଏଲ୍ ପ୍ୟାଟ୍ରିଅଟ୍। କଥା କହିଦେଲେ ଜଣେ ଦେଶଭକ୍ତ ହୁଏନି। ଆମେ ଦେଖୁଛୁ ଯେଉଁମାନେ ଗୋହତ୍ୟା କଥା କହୁଛନ୍ତି, ଗୋହତ୍ୟା ନିରୋଧ କଥା କହୁଛନ୍ତି, ହିନ୍ଦୁ ଧର୍ମର କଥା କହୁଛନ୍ତି, ସବୁଠୁ ବେଶୀ କଂସେଇଖାନାରୁ ସେମାନେ 250 କୋଟି ଟଙ୍କା ନେଇଛନ୍ତି। ଏଇଟା ବୋଧେ ବାହାରି ନଥାନ୍ତା ଯଦି ଇଲେକ୍ସନ୍ ବଣ୍ଡର ଯଦି ଘୋଷଣା କରିବା ପାଇଁ ନ କୁହାହେଇଥାନ୍ତା। ଏବଂ ଆମେ ଦେଖୁଛୁ 2014 ମସିହାରୁ ଆଜି ପର୍ଯ୍ୟନ୍ତ ବାହାରକୁ ବିଫ୍ ଆପଣମାନଙ୍କୁ ମୋତେ ଏଟାକୁ କହିବେ ବିଫ୍ ସବୁଠୁ ବେଶୀ ଅଧିକ ଚାଲାଣ ହେଇଛି ବାହାରକୁ ଏବଂ ଆକୁ କେହି ପଠାଣ କରୁନାହାନ୍ତି। ୟାକୁ ହିନ୍ଦୁମାନେ କରୁଛନ୍ତି, RSS ଲୋକ କରୁଛନ୍ତି।